ମା ଆଉ ମମତା ନଦୀ ଜନ୍ମ ମୋହର ମାଟି ମା କଳେ ସେହି ତ ମୋ ପାଇଁ ସ୍ୱର୍ଗ ଜାପାଣି ପବନେ ଗଢ଼ାଏ ଜାପାଣି ପବନେ ଗଢ଼ାଏ ଶରୀର ତା ପାଇଁ ମୋ ଭୋଗ ଭାଗ୍ୟ ତା ସ୍ନେହ ମମତେ ଛନ୍ଦା ଚରଣ ବନ୍ଧା ଜୀବନ ମୋର ତା କଳେ ଜଳୁଛି ଜୀବନ ଦୀପ ମୋ ତା କଳେ ହେବ ମରଣ ତା ମାଟି ମୋ ପାଇଁ ମଥାରୁ ତିଳକ ତା ମାଟି ମୋ ପାଇଁ ମଥାର ତିଳକ ସୁବାସ ଚନ୍ଦନ ଟୋପା ସେଇ ତ ମୋ ପାଇଁ ସକଳ ସମ୍ପତ୍ତି ହୀରା ନୀଳା ସୁନା ରୂପା ହୀରା ନୀଳା ସୁନା ରୂପା ସେହି ତ ମୋହର ପ୍ରୀତି ପୂଜା ଫୁଲ ସେହି ତ ମୋହର ପ୍ରୀତି ପୂଜା ଫୁଲ ସେହି ତ ମୋହର ସ୍ୱର୍ଗ ଯା ପାଇଁ ଖୋଲେ ମୋ ଭାଗ୍ୟ କବାଟ ତା ପାଇଁ ଜାଳେ ମୁଁ ଅର୍ଘ୍ୟ ତା ପାଇଁ ଜାଳେ ମୁଁ ଅର୍ଘ୍ୟ ତା ପାଇଁ ଜାଳେ ମୁଁ ଅର୍ଘ୍ୟ। ଇନ୍ଦ୍ରାବତୀ କବିତା ପାଠୋତ୍ସବ ବହୁତ ଗୁଡେ ମୋର କବିତା ବାହାରୁଥିଲା ପ୍ରଜାତନ୍ତ୍ର ସାପ୍ତାହିକୀ ପ୍ରଗତିବାଦୀର ରବିବାର ପୃଷ୍ଠା ମାନଙ୍କରେ ବାହାରୁଥିଲା ତାକୁ ସେଟା ସଂକଳନ କରାହେଇଥିଲା ସେ ସମୟର କବିତା ସେଟା ପ୍ରଥମ ମୁଁ କବିତା ଲେଖୁଥିଲି ତାପରେ ମୋର ଦ୍ୱିତୀୟ କବିତା ସଂକଳନ ହେଲା ପଥର ଦର୍ପଣ ଆଉ ଟିକେ ପରିପକ୍ୱ ହେଇଯାଇଥିଲା ସେତେବେଳେ ତୃତୀୟ ହେଲା ମୋର ମାୟାରଣ୍ୟ ବିଷୟରେ ମୁଁ କହିବି କାରଣ ସେତେବେଳେ ମୁଁ କନ୍ଧମାଳରେ ଥିଲି ତହସିଲଦାର ଥିଲି ମୁଁ ସେତେବେଳେ ଆଉ ଦଙ୍ଗା ପରବର୍ତ୍ତୀ ସମୟରେ ମୁଁ ଯାଇଥିଲି ସେଠିକି 2008ରେ ତ ସେଇ ଯୋଉ 5 ବର୍ଷ ରହିଲି ସେ ଦଙ୍ଗା ସମୟରେ ସେ ମୁହୂର୍ତ୍ତର କଥା ସବୁ କନ୍ଧମାଳର ସେ ପରିବେଶ ସେଇ ଜଙ୍ଗଲ ପାହାଡ଼ ସେଇ ଉପରେ ହିଁ ମାୟାରଣ୍ୟ ରଚିତ ତାପରେ ମୋର ସେଇଠୁ ପୋଷ୍ଟିଂ ହେଲା ମୋର ମାଲକାନଗିରି ସେଇଠି ମଧ୍ୟ ମୁଁ 5 ବର୍ଷ ରହିଲି ଆଉ ସେଠି ମୋର ଗୋଟେ ବନବାସ ଭଳିଆ ଅବସ୍ଥା ହେଇଗଲା ମୋର ଯେହେତୁ ମାଲକାନଗିରିଟା ଆପଣ ଜାଣିଛନ୍ତି ସମସ୍ତେ ମାଲ୍ୟବନ୍ତଗିରି ସେଇଟା ଦଣ୍ଡକାରଣ୍ୟ ଭଗବାନ ରାମଚନ୍ଦ୍ର ସେଠିକୁ ଯାଇଥିଲେ ବନବାସ ମୁଁ ବି ଭାବିଲି ମୋର ସେଇଠି ଗୋଟେ ବନବାସ ହେଲା ସେଇ ସମୟରେ ମୁଁ ଲେଖିଥିଲି ଯୋଗିନୀ ତା ପରବର୍ତ୍ତୀ ମୁଁ ଆସିଲି ପୁଣି କଳାହାଣ୍ଡିରେ ମଧ୍ୟ ପୁଣି 5 ବର୍ଷ ରହିଲି ମୁଁ ସେଇଠି ମୁଁ ଲେଖିଥିଲି ସମାନ୍ତର ପ୍ରେମ ସ୍ୱର ସେଇଟା ଗୋଟେ ବ୍ୟକ୍ତିଗତ ପ୍ରେମ କାହାଣୀ ତାପରେ ଆସିଲି ମୁଁ ଏଠି କଳାହାଣ୍ଡି ପରେ ନବରଙ୍ଗପୁରରେ ମୋର କବିତା ଆମେ ଜଷ୍ଟ ଗୋଟେ ମାସ ପୂର୍ବରୁ ଆମେ ଉନ୍ମୋଚନ କରିଥିଲୁ ସାରା ଆକାଶ ତୁମର ଏଇଟା ସାରା ଆକାଶ ତୁମରଟା ମୋର ପ୍ରାୟ ପାଖାପାଖି 10-15 ବର୍ଷ ଧରି ଲେଖିଥିବା କବିତାର ଗୁଡ଼ିକ ସଂକଳନ 230ଟା କବିତା ସେଥିରେ ଅଛି ଏଇଟା ହେଲା କବିତାର କଥା ତ ବହୁତ ଖୁସି ଲାଗିଲା ଆଜି ମୁଁ ଚାହୁଁଥିଲି ବି ସେମିତି ଗୋଟେ ପରିବେଶଟେ ଯେ କବିତା ଖାଲି ଲେଖିଲେ ହବନି କବିତାକୁ ବଞ୍ଚିବାକୁ ପଡିବ ଆମେ କବିତାରେ ବଞ୍ଚିବା ତ ପରିବେଶ ମତେ ସେମିତି ଲାଗୁଛି ଚାରିଆଡେ ସବୁଜ ଅରଣ୍ୟ ପ୍ରଜାପତି ଉଡି ବୁଲୁଛନ୍ତି ଇନ୍ଦ୍ରାବତୀ ନଦୀ କୂଳ ଏଇଟା ପ୍ରକୃତିରେ ଗୋଟେ କବିତାର ପୃଷ୍ଠଭୂମି ଆଉ ଏମିତି ହିଁ ମୁଁ ଭାବେ ମୋ ହିସାବରେ ଯେ ଗୋଟେ କବିତା ଏମିତି ହିଁ ରହିବା କଥା ଗୋଟେ କବିତା ପାଠୋତ୍ସବ ଏଇଠି ହିଁ ହେବା କଥା ତିରକା ବି ଆମର ଗୋଟେ ଜୀବନ ଅଛି ଆମର ଗୋଟେ ବ୍ୟକ୍ତିଗତ ଜୀବନ ଅଛି କିଏ ଭଲ କ୍ରିକେଟ ଖେଳୁଛି କିଏ ଭଲ ବହି ମାନେ ସଙ୍ଗୀତ ଗାଉଛି କିଏ ଗୀତ ଗାଉଛି କିଏ କବିତା ଲେଖୁଛି ତ ଆମେ ୟାକୁ ମଧ୍ୟ ଆମେ ଜୀବନରେ ସମ୍ପୃକ୍ତ କରିବା ଉଚିତ ଆମେ ମଧ୍ୟ ୟାକୁ ବଞ୍ଚିବା ଉଚିତ ତେଣୁ ଆଜି କବିମାନଙ୍କର ଦିନ ଆଜି କବିତାର ଦିନ ତେଣୁ ଏଠି ଆଉ ଅନ୍ୟ କିଛି ଆଲୋଚନା କରିବାନି ବହୁତ ସୁନ୍ଦର କବିତା ଆପଣମାନେ ଲେଖୁଛନ୍ତି ଏଇଟା ହିଁ ଆମେ ଚାହୁଁଥିଲୁ ଆମେ ପରସ୍ପରକୁ ପଢିବା ପରସ୍ପରକୁ ଜାଣିବା ଆଉ ଇନ୍ଦ୍ରାବତୀ ଉପରେ ମୁଁ କହିଲି କାରଣ ଏଠି କରିବା ପାଇଁ କାରଣ ତାର ହେଲା ଇନ୍ଦ୍ରାବତୀକୁ ମୁଁ କଳାହାଣ୍ଡିରୁ ଚିହ୍ନିଛି କଳାହାଣ୍ଡିରେ ଯେତେବେଳେ ଥିଲି ମୁଁ ଯୋଉ ମାର୍ଦିଗୁଡା ଯୋଉଠି ମ୍ୟାଡାମ କହୁଥିଲେ ଯେ ସେଇଠି ମର୍ଦିଗୁଡା ଥମୁଲାମପୁରରେ ସେଇଟା ମୋର ନିଜର ବ୍ଲକ ଥିଲା ତ ସେଇଠି ମୁଁ ଭେଟିଛି ତାକୁ କଳାହାଣ୍ଡି ମାନେ ଇନ୍ଦ୍ରାବତୀକୁ କେମିତି ତାର ଉତ୍ପତ୍ତି ହେଇଛି କେମିତି ବହି ଯାଉଛି କେମିତି ଲାଷ୍ଟରେ ସେଇଟା ଚିତ୍ରକୂଟ ୱାଟରଫଲ ମଧ୍ୟ ଦେଖିଥିବେ ସମସ୍ତେ କେତେ ବିରାଟ ବିସ୍ତୀର୍ଣ୍ଣ ଆକାରରେ ସେଇଟା ପଡୁଛି ସେଇ ଉପରେ ହିଁ ମୁଁ ଗୋଟେ କବିତା ଲେଖିଛି ସେଇଟା ଆପଣମାନଙ୍କୁ ଶୁଣିବାକୁ ଚାହୁଁଛି ଇନ୍ଦ୍ରାବତୀକୁ ମୁଁ ଗୋଟେ ବ୍ୟକ୍ତିଗତ ଭାବେ ପରିବେଷଣ କରିବାକୁ ଚାହୁଁଛି କବିତାରେ କବିତାର ଶୀର୍ଷକ ଇନ୍ଦ୍ରାବତୀ ପ୍ରଥମ ଦେଖାରେ ତାର ନୀଳ ନୀଳ ଢେଉର ଦୁପଟ୍ଟାରେ ମତେ ଆକର୍ଷି ନେଇଥିଲା ସୁଦୂର ଦିଗନ୍ତରେ ପାହାଡ ମାନଙ୍କୁ ବୁଡେଇ ରଖିଥିବା ଦୃଶ୍ୟ ମାନଙ୍କରେ ମତେ ବିଭୋର କରିଦେଇଥିଲା ଗଭୀର ଅକାତ ସୁନୀଳ ଯୌବନା ରୂପସୀ ମାୟାରେ ମତେ ନିବିଡ଼ ନିବେଦନ କରିଥିଲା ମୋ ପାଇଁ ଅଭିସାର ରଚିଥିଲା ପ୍ରଥମ ଦେଖାରେ ମୁଁ ଇନ୍ଦ୍ରାବତୀର ପ୍ରେମରେ ପଡ଼ିଗଲି ତାର ଲାବଣ୍ୟରେ ରୂପ ବିନ୍ୟାସରେ ନୃତ୍ୟ ରାସରେ ସମ୍ମୋହିତ ହୋଇଗଲି ଇନ୍ଦ୍ରାବତୀ ମୁଁ ତତେ ମର୍ଦିଗୁଡାରୁ ଚିହ୍ନିଛି ଯେଉଁଠି ତୋର ଉତ୍ପତ୍ତି ଜନ୍ମ ଚିତ୍ରକୋଟରେ ତୋର ମହା ଅବତାର ପ୍ରକାଣ୍ଡ ପ୍ରପାତ ରୁଦ୍ରାଣୀ ରୂପ ଦେଖିଛି ମୁଁ ତତେ
କଳାହାଣ୍ଡିର ପାହାଡ଼ ଜଙ୍ଗଲ ଭିତରେ ମୁକୁଳିତ ହେବାର ଦେଖିଛି, ଉଛୁଳି ଯିବାର ଦେଖିଛି, ଅଳସ ଛନ୍ଦରେ ବହିଯିବାର ଦେଖିଛି, ବନ୍ୟାର ତାଣ୍ଡବରେ ଉଗ୍ର ଉନ୍ମୋଦ ହେବାର ଦେଖିଛି, ଏକଲାପଣରେ ସବୁଜିମା ସହ ଗୀତ ଗାଇବାର ମୁଁ ଦେଖିଛି। ହଁ ମୁଁ ଦେଖିଛି, ମୁଁ ତତେ ଠିକ୍ ଚିହ୍ନିଛି, ମୁଁ ତତେ ଭଲ ପାଏ ଇନ୍ଦ୍ରାବତୀ। ଏବେ ନବରଙ୍ଗପୁରରେ ତୋର ଗଭୀର ରଙ୍ଗୀନ ଯୌବନର ସ୍ଥିର ଅସ୍ଥିର ଆବିର୍ଭାବ ଦେଖୁଛି, ପୁନଶ୍ଚ ତୋର ପ୍ରେମିକାପଣର ଅନନ୍ତ ଅଭିସାର ଦେଖୁଛି, ତୋର ପ୍ରେମିକା ରୂପ ଦେଖୁଛି ଇନ୍ଦ୍ରାବତୀ, ତୋର ପ୍ରେମିକା ରୂପ ଦେଖୁଛି। ଧନ୍ୟବାଦ।